ପିଲାମାନେ ତୁମମାନଙ୍କୁ ସଂସ୍କୃତ ଶିକ୍ଷାୟତନର ଏହି ପ୍ରକୋଷ୍ଠ ମଧ୍ୟକୁ ସ୍ୱାଗତ। ପିଲାମାନେ ଗତ ପିରିୟଡ଼ରେ ଆମେ ପାର୍ଟ 1ରେ ସଂସ୍କୃତ କଳିକାର ଦ୍ୱିତୀୟ ପାଠ ଯହ କ୍ରିୟାବାନ ସହ ପଣ୍ଡିତଃ ଏଇଟିକୁ ଆମେ ସମାପ୍ତ କରିଥିଲି। ତାହେଲେ ଗୋଟିଏ ଗ୍ରାମରେ ଇନ୍ଦ୍ରପୁର ନାମକ ଗୋଟେ ଗ୍ରାମରେ ଗ୍ରାମବାସୀମାନେ କେମିତି ରଘୁନାଥ ପାଣିଗ୍ରାହୀଙ୍କର ଜନ୍ମତିଥି ପାଳନ କରୁଥିଲେ। ସେହି ଅବସରରେ ମାଧବ ଗୋଟିଏ କାହାଣୀ କହୁଥିଲେ ଦେବୀ ଦୟାଲଙ୍କର। ସେଇ କଥା ପଢ଼ି ସାରିବା ପରେ ଆମେ ଦ୍ୱିତୀୟ ପାଠରେ ଆଜି ପ୍ରଶ୍ନାବଳୀ ଆଲୋଚନା କରିବା। ତାହେଲେ ସମସ୍ତେ ସାବଧାନ ହେଇଯାଅ ଏବଂ ଖାତା କଲମ ବାହାର କର, ବହି ବାହାର କର। ଉତ୍ତର କ'ଣ ହେଉଛି ତାକୁ ଦେଖିବା। ଦେଖ, 1 ନମ୍ବରରେ ଅଛି ଏକ ପଦେନ ଉତ୍ତରମ୍ ଲିଖତ। ଗୋଟିଏ ପଦରେ ଉତ୍ତର ଆମେ ଲେଖିବା। କହ ବୁଦ୍ଧସ୍ୟ ଭକ୍ତଃ ଆସୀତ୍। ଦେବୀ ଦୟାଲଃ ହେଲା, ଦେବୀ ଦୟାଲଃ ବୁଦ୍ଧସ୍ୟ ଭକ୍ତଃ ଆସୀତ୍। ख ନମ୍ବର କିମ୍ ଶ୍ରୋତୁମ୍ ଦେବୀ ଦୟାଲଃ ଅଗଚ୍ଛତ୍। ଉପଦେଶମ୍ ହେଲା, ଉତ୍ତର ହେଲା ଉପଦେଶମ୍। ତାହେଲେ ଦେବୀ ଦୟାଲଃ ବୁଦ୍ଧସ୍ୟ ଉପଦେଶମ୍ ଶ୍ରୋତୁମ୍ ଅଗଚ୍ଛତ୍। ପୂର୍ଣ୍ଣ ବାକ୍ୟରେ ହେଲେ ଏଇଆ ହବ। ଏକ ପଦରେ ହେଲେ କେବଳ ଉପଦେଶମ୍। କହ ଜ୍ୱର ପୀଡ଼ିତଃ ଆସୀତ୍। ଗରେ ଅଛି କହ ଜ୍ୱର ପୀଡ଼ିତଃ ଆସୀତ୍। ବଳି ବର୍ଦଃ ହେଲା, ଓଡ଼ିଆରେ ହେଲେ ବଳଦ। ତାହେଲେ ଦେବୀ ଦୟାଲଙ୍କର ଗୋଟିଏ ବଳଦ ଜ୍ୱରରେ ପୀଡ଼ିତ ଥିଲା। ଘ ଦେଖ, ଦେବୀ ଦୟାଲଃ ବଳିବର୍ଦ୍ଦମ୍ କୁତ୍ର ଅନୟତ୍। ନଗର ପଶୁ ଚିକିତ୍ସାଳୟମ୍। ଉତ୍ତର କ'ଣ ହେଲା? ନଗର ପଶୁ ଚିକିତ୍ସାଳୟମ୍। ତାହେଲେ ଦେବୀ ଦୟାଳ ତାର ବଳଦଟିକୁ ସହରର ପଶୁ ଚିକିତ୍ସାଳୟକୁ ନେଇଥିଲେ। ଗୌତମ ବୁଦ୍ଧଃ କିମर्थମ୍ ଆଗତଃ। ଉପଦେଶାର୍ଥମ୍ ହେଲା, ଉତ୍ତର ହେଉଛି ଉପଦେଶାର୍ଥମ୍। ଗୌତମ ବୁଦ୍ଧ ଉପଦେଶ ଦେବା ପାଇଁ ଆସିଥିଲେ। ଯହ କ୍ରିୟାବାନ ସହ କହ। ଚରେ ଅଛି ପ୍ରଶ୍ନ, ଯହ କ୍ରିୟାବାନ ସହ କହ। ସହ ପଣ୍ଡିତଃ ହେଲା, ଯହ କ୍ରିୟାବାନ ସହ ପଣ୍ଡିତଃ। ତାହେଲେ ଆମେ 1 ନମ୍ବର ସାରିଲେ। ଏବେ 2 ନମ୍ବର ଦେଖିବା। ଶୂନ୍ୟ ସ୍ଥାନମ୍ ପୂରଣମ୍ କୁରୁତ। ଶୂନ୍ୟ ସ୍ଥାନ ପୂରଣ କର। କ କଶ୍ଚନ ଅତି ଲଘୁ ଗ୍ରାମଃ ଡ୍ୟାସ୍। ପ୍ରଥମଟା ହବ ଆସୀତ୍ ହେଲା। ଦେବୀ ଦୟାଲଃ ଖରେ ଅଛି ଦେବୀ ଦୟାଲଃ ବଳିଭଦ୍ରସ୍ୟ ଡ୍ୟାସ୍ ଅକରତ୍। ସେବାମ୍ ଅକରତ୍ ହେଲା, ସେବାମ୍ ଅକରତ୍। ବୁଦ୍ଧସ୍ୟ ଉପଦେଶଃ ଡ୍ୟାସ୍ ସମାପ୍ତଃ। ଘ ଦେଖ, ଉପଦେଶ ଶ୍ରବଣେ ଡ୍ୟାସ୍ ଭବେତ୍। ଶ୍ରଦ୍ଧା ଭବେତ୍ ହେଲା। ଭବନ୍ତଃ ସର୍ବେପି ତଥୈବ ଡ୍ୟାସ୍। ଉତ୍ତର ହବ କ୍ରୁବନ୍ତୁ। ଦ୍ୱିତୀୟଟା, ବୁଦ୍ଧ ବଚନେ ଡ୍ୟାସ୍ ନାସ୍ତି। ଚରେ ବୁଦ୍ଧ ବଚନେ ଡ୍ୟାସ୍ ନାସ୍ତି। ଆସ୍ଥା ନାସ୍ତି। ଆସ୍ଥା ସେଇଟା। 3 ନମ୍ବର ଦେଖିବା। ମାତୃଭାଷାୟା ଅନୁବାଦମ୍ କୁରୁତ। ମାତୃଭାଷାରେ ଅନୁବାଦ କର। ଦେବୀ ଦୟାଲଃ ସୂଚନାମ୍ ଅଦଦାତ୍। ଦେବୀ ଦୟାଳ ସୂଚନା ଦେଇଥିଲେ। ଖ ବଳିବର୍ଦଃ ଜ୍ୱର ପୀଡ଼ିତଃ ଆସୀତ୍। ବଳଦଟି ଜ୍ୱରରେ ପୀଡ଼ିତ ଥିଲା। ଗ ଦେବୀ ଦୟାଲଃ ବୁଦ୍ଧସ୍ୟ ଚରଣୌ ଅସ୍ପୃଶ୍ୟତ୍। ଦେବୀ ଦୟାଳ ବୁଦ୍ଧଙ୍କର 2 ପାଦକୁ ଛୁଇଁଥିଲେ ବା ସ୍ପର୍ଶ କରିଥିଲେ। ତସ୍ୟ ଅଶ୍ରୁଣି ପତନ୍ତି ସ୍ମ। ଘରେ ତସ୍ୟ ଅଶ୍ରୁଣି ପତନ୍ତି ସ୍ମ। ତାଙ୍କର ଲୋତକ ବିନ୍ଦୁ ବା ଲୁହ ବହିଯାଉଥିଲା। ମନସି ଦୟାଭାବଃ ଭବେତ୍। ମନରେ ଦୟାଭାବ ରହିବା ଉଚିତ। ଚ
मम एकम वचनम शृण्वन्तु मोर गोटिए कथा शुणन्तु। एबे आमे देखिबा 4 नंबर कौन अछि स्तंभ मेलनम कुरुत क स्तंभ और ख स्तंभ रे मेलन करिबा। क स्तंभ रे अछि सह ग्रंथेषु एकम भवन्तः महान। ख स्तंभ रे अछि उक्तम सर्वे भक्तः पंडितः वचनम। ताले कौन हबो सह भक्तः ग्रंथेषु उक्तम हैला एकम वचनम भवन्तः सर्वे महान पंडितः हैला पिला माने सह भक्तः ग्रंथेषु उक्तम एकम वचनम भवन्तः सर्वे महान पंडितः। सरला एबे आमे जिबा 5 नंबर को। 5 नंबर कौन अच्छी देख संस्कृतेन वाक्यानि रचयत संस्कृत रे वाक्य रचना कर। आसीत आसीत माने थिले बा थिला। तत्र एकः ग्रामः आसीत सेठारे गोटिए ग्राम थिला। सर्वे वयम सर्वे पंडिताः आमे माने समस्ते पंडित। भवेत अद्य वृष्टि ही भवेत आज वर्षा हेई पारे अद्य वृष्टि ही भवेत। उपदिशति बुद्धः ग्रामजनान उपदेशति बुद्ध गाँर लोक मानकु उपदेश देइथिले। प्रातः प्रातः माने सकाळे प्रातः शयनम मा कुरु सकाळे शयन कर नाही। अस्ति अस्ति माने अछि अत्र एकम पुष्करिणी अस्ति एठारे गोटिए पुष्करिणी अछि। पिला माने एही वाक्य गुडीको मु कहिली तुमे माने आउ निज बुद्धि अनुसारे आउरी अनेक वाक्य मध्य कौन करिवो तैयार करिवो। देख संधि विच्छेदम कुरुत कश्चन कह युक्त चन। चान्ते खरे देख चान्ते च युक्त अन्ते। ग उक्तमपि उक्तम युक्त अपि। घरे अछि नास्ति कौन हबो न युक्त अस्ति। उ सर्वेपि सर्वे युक्त अपि। च तथैव तथा युक्त एव। हैला एबे आमे देखिबा 7 नंबर कौन अछि देख शुद्धम उत्तरम चिन्हुत शुद्ध उत्तर बाछ। कह पंडितः उत्तर कौन हबो जह क्रियावान सह पंडितः। ख आंसर ठीक। खरे अछि सर्वे व्यसनिनः के पंडिताः शिक्षकाः कृषकाः मूर्खाः उत्तर हबो मूर्खाः। हैला देवी दयालः कस्य महान भक्तः बुद्धस्य महावीरस्य श्रीरामस्य श्री जगन्नाथस्य उत्तर कौन बुद्धस्य। गौतम बुद्धः कदा आगन्तुम अकथयत् मध्याह्ने सायं प्रभाते रात्रौ प्रभाते। हैला पिला माने बुद्धदेव केतेबेले आसीबा पई कहिथिले प्रभाते अर्थात सकाळे। कह ग्रामे ग्रामे भ्रमण उपदिशति स्म श्रीधरः श्रीरामः देवी दयालः गौतम बुद्धः उत्तर हबो देवी दयालः। च देख कस्य अश्रुणी पतन्ति स्म बलिभद्रस्य बुद्धस्य देवी दयालस्य पंडितस्य ताले हबो देवी दयालस्य नहीं देवी दयाल अश्रु बही जाउथिला। पूर्ण वाक्य रे उत्तर लिखिबा 8 नंबर लिखत पूर्ण वाक्य रे उत्तर लेख। देवी दयालः कीदृशः आसीत् देवी दयालः जणे भक्त थिले नहीं बुद्धंकर जणे महान भक्त थिले। देवी दयालः गौतम बुद्धम किम निवेदयत् देवी दयाल गौतम बुद्ध को निज ग्राम रे उपदेश देबा पाई
ନିବେଦନ କରିଥିଲେ। ଗ ଦେଖ, ଦେବୀ ଦୟାଳଃ କିମ୍ ଅପଶ୍ୟତ୍। ଦେବୀ ଦୟାଳ ଦେଖିଥିଲେ ଯେ ତାଙ୍କର ଗୋଟିଏ ବଳଦ ଜ୍ୱରରେ ପୀଡ଼ିତ ହୋଇ କଷ୍ଟ ଅନୁଭବ କରୁଛି। ଘ ଦେଖ, ଗୌତମ ବୁଦ୍ଧଃ କୁତ୍ର ଉପବିଶ୍ୟ ଉପଦିଶତ୍। ଗୌତମ ବୁଦ୍ଧ ଏକ ଗଛ ତଳେ, ବୃକ୍ଷସ୍ୟ ଅଧଃ, ଗୋଟିଏ ଗଛ ତଳେ ବସି ଉପଦେଶ ଦେଇଥିଲେ। ଉଁ, ଦେବୀ ଦୟାଳଃ ଧାବନ୍ ଆଗତ୍ୟ କିମ୍ ଅକରତ୍। ଦେବୀ ଦୟାଳ ଦୌଡ଼ି ଦୌଡ଼ି ଆସି ବୁଦ୍ଧଙ୍କ ଚରଣକୁ ସ୍ପର୍ଶ କରିଥିଲେ ଏବଂ କାନ୍ଦି ପକାଇଥିଲେ। ଚ ଦେଖ, କଃ ପଣ୍ଡିତଃ। ଯିଏ ନିଜ କର୍ମକୁ ଉତ୍ତମ ଭାବରେ ସମାପ୍ତ କରେ ସେ ହିଁ ପଣ୍ଡିତ। ଯଃ କ୍ରିୟାବାନ୍ ସଃ ପଣ୍ଡିତଃ। ବୁଦ୍ଧଦେବସ୍ୟ ମତେନ କଃ କଥମ୍ ପଣ୍ଡିତ ପଦବାଚ୍ୟଃ ଭବତି। ହେଲା, ତାହେଲେ ବୁଦ୍ଧଦେବଙ୍କ ମତରେ କିଏ କିପରି ପଣ୍ଡିତ ପଦବାଚ୍ୟ ଅଟେ। ପିଲାମାନେ, ଆମର ନବମ କ୍ୱେଶ୍ଚିନ୍ଟି ଅଛି, ପ୍ରାୟଣ 50 ପଦେହି ସଂସ୍କୃତ ଭାଷୟା ଉତ୍ତରମ୍ ଲିଖତ। ବୁଦ୍ଧଦେବସ୍ୟ ମତେନ କଃ କଥମ୍ ପଣ୍ଡିତ ପଦବାଚ୍ୟଃ ଭବତି। ତାର ଉତ୍ତର ଏଇଆ ହେବ, ବୁଦ୍ଧଦେବଙ୍କ ମତରେ ଯିଏ ଜ୍ଞାନୀ, ସତ୍ୟବାଦୀ, ଶାନ୍ତ, ଧୈର୍ଯ୍ୟଶୀଳ ଏବଂ ଭଲ କାମ କରେ ସେହି ବ୍ୟକ୍ତି କେବଳ ପୁସ୍ତକୀୟ ଜ୍ଞାନ ଥିଲେ ମଧ୍ୟ ବୟସରେ ବଡ଼ ହେବେ। କେହି ପଣ୍ଡିତ ହେଲେ କେହି ପଣ୍ଡିତ ନୁହନ୍ତି। ଯାହାଙ୍କର ଆଚରଣ ଭଲ ଓ ବିବେକ ରହିଥାଏ ସେ ହିଁ ପ୍ରକୃତ ପଣ୍ଡିତ। ହେଲା ପିଲାମାନେ, ତାହେଲେ ଆଜିର କ୍ଲାସରେ ଆମେ ସମସ୍ତ ପ୍ରଶ୍ନ ଉତ୍ତର ଗୁଡ଼ିକ କରିଦେଲେ। ଏହାପରେ ଆହୁରି ମଧ୍ୟ ଏହି ବିଷୟରୁ ଜାଣିବା ପାଇଁ ଅଛି ତଳେ ବୟମ୍ ଜାନିମଃ, ତାହା ଆଉ କେତେବେଳେ ଆଲୋଚନା କରିବା। ଆଜି ପାଇଁ ଆମେ ଏଇଠି ସମସ୍ତେ ରହିବା। ସମସ୍ତଙ୍କୁ ଧନ୍ୟବାଦ। ପ୍ରଶ୍ନ ଉତ୍ତର ଗୁଡ଼ିକ ଦେଖିବ ଏବଂ ଖାତାରେ ମଧ୍ୟ କରିବ। ଧନ୍ୟବାଦ।